भागा भागा गौतम गंभीर स्टेडियम से भागा भाई। गुवाहाटी स्टेडियम में फैंस ने गौतम गंभीर आए आए के नारे लगाए भाई। बहुत बेइज्जती हो गई है गौतम गंभीर की। ଗୌତମ ଗମ୍ଭୀର ଆଜିର ପରାଜୟ ପରେ ଗୌତମ ଗମ୍ଭୀରର ନାଁକୁ ଲୋକ ଚେଞ୍ଜ କରିଦେଲେଣି। ଆଉ ଏବେ ଗୌତମ ଗମ୍ଭୀର ଜାଗାରେ ଗାଲୁଆ ଗମ୍ଭୀର ବୋଲି ଲୋକ କହିଲେଣି। ଆଉ ଗାଲୁଆ ଗମ୍ଭୀର ବୋଲି ଖାଲି କହୁନାହାନ୍ତି, ସୋସିଆଲ ମିଡ଼ିଆରେ ଏବେ ଗାଲୁଆ ଗମ୍ଭୀର ନାଁରେ ପୁରା ଚର୍ଚ୍ଚା। ଯାହାକୁ ଦେଖିବ ତା ମୁହଁରେ ଗମ୍ଭୀରଙ୍କ ପ୍ରତି ପ୍ରଶଂସା ନୁହଁ, ଖାଲି ଗାଳି। କ୍ରିକେଟ ଟିମ୍ଟା ବର୍ତ୍ତମାନ ଭାରତୀୟ କ୍ରିକେଟ ଟିମ୍ ହେଇଯାଉନି। ଲୋକଙ୍କ କହିବା ହିସାବରେ ଏଇଟା ଗୋଟେ ବର୍ତ୍ତମାନ ପଲିଟିକାଲ ଟିମ୍ ହେଇଗଲାଣି। ଯିଏ ଆନୁଗତ୍ୟ ହେବ ସିଏ ଭାଇ ଦଳରେ ସୁଯୋଗ ପାଇବ, ଯିଏ ମୋ କଲା ସିଏ ଟିମ୍ରୁ ବର୍ବାଦ ହେଲା। ତା ଚିତା କଟିବାଟା ଥୟ। ଆରେ ଭାଇ ଯେଉଁ ଭାରତୀୟ ଟେଷ୍ଟ ଟିମ୍ ବିଦେଶରେ ଯାଇ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ଇଂଲଣ୍ଡ ଏଇଭଳିଆ ଟିମ୍କୁ ପାଣି ପିଉଥିଲା, ସଂଘର୍ଷ କରାଉଥିଲା ସେମାନଙ୍କୁ ଗୋଟେ ମ୍ୟାଚ୍ ଜିତିବା ପାଇଁ, ସେଇ ଟିମ୍ ଆଜି ଘରେ ନିଜ ମାଟିରେ ଧରାଶାୟୀ। ଏକଥା ଭାଇ ମାନେ ଗ୍ରହଣ କରିବା ବି ବହୁତ କଷ୍ଟ ହେଇଯାଉଛି। ଏଇ ଗୌତମ ଗମ୍ଭୀର କୋଚ୍ ହେଇଗଲା ପରେ ମାନେ ଟିମ୍ର ଅବସ୍ଥା ଏତେ ଖରାପ। ନ୍ୟୁଜିଲାଣ୍ଡ ବିରୁଦ୍ଧରେ 3-0 ହେଲା, ପୁରା କ୍ଲିନ୍ ସୁଇପ୍। ଯେଉଁ ଭଳିଆ ପ୍ରଦର୍ଶନ ଥିଲା ଲୋକ ତାକୁ ଗ୍ରହଣ କରିବା ତ ଛାଡ଼, କିନ୍ତୁ ମାନେ ଭାବିବା ବି କଷ୍ଟ ହେଇଗଲା। ତାପରେ ଦୁର୍ବଳ ୱେଷ୍ଟଇଣ୍ଡିଜ ଆସିଲା, ତା ବିରୁଦ୍ଧରେ ଜିତି ଯାଇକି ବାହାବା ନେଇଗଲେ। ଆଉ ଯେତେବେଳେ ପୁଣି ଶକ୍ତିଶାଳୀ ଟିମ୍ ସାଉଥ ଆଫ୍ରିକା ଆସିଲା, ପୁଣି ନିଜ ଘରେ 2-0 ହାରିଗଲେ। ଭାଇ ତାପରେ ବି ଗୌତମ ଗମ୍ଭୀରଙ୍କ ମୁହଁ ଫୁଟାଣି ଯାଏ। ନିଜ ପ୍ରେସ୍ ମିଟ୍ରେ ନିଜର ତାରିଫ କରିବାକୁ ଯାଇଛି। ଚାମ୍ପିୟନ୍ସ ଟ୍ରଫି ମୁଁ ଜିତେଇଲି, ମାନେ କ'ଣ କହିବି। ନିଜେ ନିଜ କ୍ରେଡ଼ିଟ୍। ଯେଉଁଠି ଅଧିନାୟକ ରୋହିତ ଶର୍ମା କହୁଛନ୍ତି ରାହୁଲ ଦ୍ରାବିଡ଼ଙ୍କ ଗେମ୍ ପ୍ଲାନ୍ରେ ଆମେ ଚାମ୍ପିୟନ୍ସ ଟ୍ରଫି ଜିତିଲୁ, ଅନ୍ ଦ କ୍ୟାମେରା ସାମ୍ନାରେ ସେ ଏଇ କଥାଟା କହୁଛନ୍ତି। ଆଜି ଏଠି କ୍ରେଡ଼ିଟ୍ ନେବାକୁ ବାହାରିଛନ୍ତି ଆମର ଗୌତମ ଗମ୍ଭୀର। ଯେଉଁ ସେଇ ଟିମ୍ ଇଂଲଣ୍ଡକୁ ଯାଇକି ଆମେ ଇଏ କଲୁ। ଭାଇ ଯେଉଁଟା ହାରିଛ ନିଜ ଘର ମାଟିରେ ହାରିଲ, ଲଜ୍ଜା ଲାଗୁନି ସେଇ କଥାଟା ଟିକେ ମାନେ ରିପିଟ୍ କରୁଛ ନିଜର। ଗୌତମ ଗମ୍ଭୀର ଯଦି କୋଚ୍ ରହିଲେ ଭାରତୀୟ ଟିମ୍ ସବୁ ଫର୍ମାଟ୍ରେ ବର୍ବାଦ ହେବ। 150 କୋଟିରୁ ବଛା ଯାଉଛନ୍ତି, କିନ୍ତୁ ଏବେ ଗୌତମ ଗମ୍ଭୀରଙ୍କ ନିଜସ୍ୱ ମତ ହିଁ ଚାଲିଛି। ଭାଇ ଯିଏ ଆନୁଗତ୍ୟ ହେବ, ଯିଏ ମୋ କଥା ମାନିବ ସିଏ ଟିମ୍ରେ ରହିବ, ନହେଲେ ଏଇ ଯେଉଁ ଟେଷ୍ଟ ଟିମ୍ ଆମ ଧରାଶାୟୀ ହେଇକି ପଡ଼ୁଛି, ନିଜ ଘରେ ହାରୁଛି, ସେଇ ଟିମ୍କୁ ବର୍ଷେ 1.5 ବର୍ଷ ତଳକୁ ଗୌତମ ଗମ୍ଭୀରଙ୍କ ପୂର୍ବ ଟାଇମ୍କୁ ପଳାନ୍ତୁ, କେଉଁ ଖେଳ ପ୍ରଦର୍ଶନ ଥିଲା। ବିରାଟ କୋହଲି ତାଙ୍କ ପିକ୍ ପିରିୟଡ଼ରେ ଥିଲେ। ଏମିତି ସିଚୁଏସନ୍ କ୍ରିଏଟ୍ କରିଦେଲେ ବିରାଟ କୋହଲି, ରୋହିତ ଶର୍ମା 2 ଜଣଙ୍କ ଟିମ୍ରୁ ବାହାରକୁ ପଳେଇଲେ, ଅବସର ନେଇଗଲେ। ଏତେ ବଡ଼ ପ୍ଲେୟାର ଗୌତମ ଗମ୍ଭୀର, ତାଙ୍କ ସାଙ୍ଗରେ ମାନେ ତୁଳନା ହିଁ ନାହିଁ। ବିରାଟ କୋହଲି ସାଙ୍ଗରେ ଗୌତମ ଗମ୍ଭୀର ତୁଳନା ହିଁ ହେଇପାରିବ। କିନ୍ତୁ ଏମିତି ସିଚୁଏସନ୍ କ୍ରିଏଟ୍ କଲେ ବିରାଟ କୋହଲି, ରୋହିତ ଶର୍ମା 2 ଜଣ ବାଧ୍ୟ ହେଲେ ଅବସର ନେବା ପାଇଁ। ଅଶ୍ୱିନୀକୁ ତ ପୁରା ବିଦା କରିଦେଲେ। ଅଶ୍ୱିନୀକୁ ଜୋର ଜବରଦସ୍ତ, ଅଶ୍ୱିନୀଙ୍କ ଭଳିଆ ଅଲରାଉଣ୍ଡର ଖୋଜିଲେ ମିଳିବନି। ଆଜି ନୀତିଶ କୁମାର ରେଡ୍ଡୀକୁ ଜବରଦସ୍ତି ଆଣିକି ଟିମ୍ରେ ସ୍ଥାନ ଦିଆହେଇଛି। ତାଙ୍କର ଆଭରେଜ କେତେ ଅଛି? ବିଲୋ 30। ତାପରେ ବି ତାକୁ ଜବରଦସ୍ତ ସୁଯୋଗ ଦିଆ। ଆଜି ଅଶ୍ୱିନୀ ଖେଳିଲେ କ'ଣ? ତା ପୂର୍ବରୁ ଦେଖନ୍ତୁ ଅଶ୍ୱିନୀର ପ୍ରଦର୍ଶନ, ବ୍ୟାଟିଂ ବୋଲିଂ ଦୁଇଟାଙ୍କରେ ବହୁତ ଭଲ ପ୍ରଦର୍ଶନ, କିନ୍ତୁ ତାଙ୍କ ଏମିତି ସିଚୁଏସନ୍ କଲେ ଟୋଟାଲ ଟିମ୍ରୁ ଅବସର ଦେଇଦେଲେ। ଭାଇ ଗୌତମ ଗମ୍ଭୀର ରହିବା ପର୍ଯ୍ୟନ୍ତ ଭାରତୀୟ ଟିମ୍କୁ ଭଗବାନ ସାହା ଭରସା। ଭାଇ କ'ଣ କରାଯିବ ଭାଇ ଆପଣମାନେ ଜାଣିଥିବେ। ଯଦି ଜାଣିଛନ୍ତି ଭାଇ କମେଣ୍ଟ କରନ୍ତୁ। ଏ ଟିମ୍ର ଅବସ୍ଥା କ'ଣ ହେବ ଆପଣଙ୍କ ନଜରରେ।